ପିଲାମାନେ ଆଜି ଗୋଟେ ପ୍ରେରଣାଦାୟକ ଓ ଶିକ୍ଷାମୂଳକ ଓଡ଼ିଆ ଲର୍ଣ୍ଣିଂ ଷ୍ଟୋରି କହୁଛି, ଯାହା ଛାତ୍ରଛାତ୍ରୀଙ୍କୁ ଶିଖିବା ପାଇଁ ପ୍ରେରିତ କରିବ। କାହାଣୀଟିର ନାଁଟା ହେଲା ଆଲୋକର ପଥ। ଗୋଟିଏ ଛୋଟ ଗାଁରେ ରହୁଥିଲା ଏକ ଝିଅ। ତାହାର ନାମ ଥିଲା ମାନସୀ। ମାନସୀ ଗରିବ ପରିବାରରୁ ଆସିଥିଲା। ତାଙ୍କ ବାପା ଦିନକୁ ଦିନ କ୍ଷେତରେ କାମ କରୁଥିଲେ ଓ ମା ଘର କାମ କରୁଥିଲେ। ଘରେ ଟଙ୍କା କମ୍ ଥିଲା, କିନ୍ତୁ ମାନସୀଙ୍କ ମନରେ ସ୍ୱପ୍ନ ଥିଲା ବହୁତ ବଡ଼। ସ୍କୁଲକୁ ଯିବା ପାଇଁ ସେ ପ୍ରତିଦିନ ଦୂର ଦୂରାନ୍ତ ହାଟୁଥିଲା। ବର୍ଷା, ଧୂପ କିମ୍ବା ଶୀତ କିଛି ମଧ୍ୟ ତାକୁ ରୋକିପାରୁନଥିଲା। ଅନେକ ସମୟ ଲୋକେ କହୁଥିଲେ, ଝିଅ ହେଇ ପଢ଼ି କ'ଣ କରିବୁ? ଝିଅ ତୁ ହେଇଛୁ, ତୁ ପଢ଼ିକି କ'ଣ କରିବୁ? କିନ୍ତୁ ମାନସୀ ନିଜକୁ କହୁଥିଲା, ପଢ଼ା ହେଉଛି ମୋ ଭବିଷ୍ୟତର ଆଲୋକ। ରାତିରେ ଘରେ ବିଦ୍ୟୁତ୍ ନଥିଲା। ସେ ଦୀପ ଆଲୋକରେ ପଢ଼ୁଥିଲା। ଆଜି ଜଳି ଯାଉଥିଲା, କିନ୍ତୁ ହାର ମାନୁନଥିଲା। ଶିକ୍ଷକମାନେ ତାଙ୍କର ମେହନତ ଦେଖି ତାକୁ ଅଧିକ ମାର୍ଗଦର୍ଶନ ଦେଲେ। ଦିନେ ମାନସୀ ଗାଁରେ ପ୍ରଥମ ହିଁ ଉଚ୍ଚ ପରୀକ୍ଷାରେ ସଫଳ ହେଲା। ସେ ସରକାରୀ ସହାୟତାରେ ଆଗକୁ ପଢ଼ିଲା ଓ ଏକ ଦିନ ଶିକ୍ଷକ ହେଲା। ଆଜି ସେଇ ମାନସୀ ନିଜ ଗାଁର ଛୁଆମାନଙ୍କୁ ପଢ଼ାଉଛନ୍ତି। ସେ କହେ, ପରିସ୍ଥିତି କେବେ ବଡ଼ ନୁହେଁ। ଯଦି ସ୍ୱପ୍ନ ଓ ସଂକଳ୍ପ ବଡ଼ ଥାଏ, ତାହେଲେ ପରିସ୍ଥିତି ବି କିଛି କ୍ଷୟ କରିପାରେ ନାହିଁ। ଏଥିରୁ ଆମେ କ'ଣ ଜାଣିଲେ, କ'ଣ ଶିକ୍ଷା ଗ୍ରହଣ କଲେ? ନିୟମିତ ମେହନତ ଓ ଆତ୍ମବିଶ୍ୱାସ ଆମକୁ ସଫଳତାରେ ପହଞ୍ଚାଏ। ପଢ଼ା ଜୀବନକୁ ଆଲୋକିତ କରେ। ଝିଅ ଛୁଆ ସମସ୍ତଙ୍କ ପାଇଁ ଶିକ୍ଷା ସମାନ ଗୁରୁତ୍ୱପୂର୍ଣ୍ଣ। ଯଦି এই କାହାଣୀଟି ଭଲ ଲାଗିଛି, ଆପଣଙ୍କର ମତାମତ ଜଣେଇବେ କମେଣ୍ଟ ମାଧ୍ୟମରେ।